କଣ ଜାଣିବାକୁ ଚାହୁଁଛନ୍ତି? ୟାଙ୍କ ପରିବାରରୁ 13-14 ଜଣ ମରିଯାଇଛନ୍ତି। ହଁ। ୟାଙ୍କ 4 ଭାଇ ମଧ୍ୟ ଚାଲିଯାଇଛନ୍ତି। 3-4 ଜଣ ଭଉଣୀ ମଧ୍ୟ ମରିଯାଇଛନ୍ତି। ଭାଉଜମାନେ ମଧ୍ୟ ମରିଯାଇଛନ୍ତି। ମୋ ନିଜ ଝିଅ ମରିଯାଇଛି। ଆଉ ଶାଶୁ ଶ୍ୱଶୁର ମଧ୍ୟ ଚାଲିଯାଇଛନ୍ତି। ଏଇଠାରେ ଲେଖାଇଛି ଜାନକୀ ଦେବୀ ଆପଣଙ୍କର ସ୍ୱାସ୍ଥ୍ୟ ବହୁତ ଖରାପ ରହୁଛି, ଅଣ୍ଟାରେ ସମସ୍ୟା ରହିଛି, ମାଂସପେଶୀରେ ସମସ୍ୟା ରହିଛି, ପେଟରେ ମଧ୍ୟ ବହୁତ ସମସ୍ୟା ଅଛି, ପୀଡ଼ା ଅଛି, ସ୍ୱାସ୍ଥ୍ୟ ପାଇଁ ଚିନ୍ତାରେ ଅଛନ୍ତି, ଡାକ୍ତରୀ ଚିକିତ୍ସା କରୁଛନ୍ତି, ବହୁତ କଷ୍ଟ ହେଉଛି କିନ୍ତୁ କୌଣସି ସଫଳତା ମିଳିପାରୁନାହିଁ। ସ୍ୱପ୍ନରେ ମୃତ ମୁର୍ଦାର ଆଦି ଦେଖାଯାଉଛନ୍ତି। ଗୃହରେ ପିତୃପୁରୁଷ ଅଶାନ୍ତର ଅଛନ୍ତି ତଥା 14-15 ଜଣଙ୍କର ଅକାଳ ମୃତ୍ୟୁ ହଁ, ଏବଂ ତଥାପି ପାଖାପାଖି 15 15 ଜଣଙ୍କର ଜଣ। ମୃତ୍ୟୁ ଘରେ ହେଇସାରିଛି ଏବଂ ସମସ୍ତେ ପ୍ରେତ ଯୋନିକୁ ହିଁ ଯାଇଛନ୍ତି ଏବଂ ତନ୍ତ୍ର କରେଇଥିବା ବ୍ୟକ୍ତି ମଧ୍ୟ ଆପଣଙ୍କର ସମ୍ପର୍କୀୟ କେହି ସମ୍ପର୍କୀୟରେ କିଏ? ସମ୍ପର୍କୀୟ ହିଁ ଜଣେ କେହି ତନ୍ତ୍ରକ୍ରିୟା କରେଇଛନ୍ତି। ସେ ସମ୍ପର୍କୀୟ ହିଁ ଜଣେ। ଠିକ ଅଛି। ଅକ୍ଷରରେ ତାଙ୍କ ନାଁ ଆରମ୍ଭ ହଉଛି, ଏତିକି ହିଁ କହିପାରିବି ଆପଣଙ୍କୁ। ସେ ହିଁ ଆପଣଙ୍କ ଉପରେ ମାରଣ ତନ୍ତ୍ରକ୍ରିୟା କରିଛନ୍ତି। ଠିକ ଅଛି। ଏବଂ ସେଇଥିପାଇଁ ହିଁ ଆପଣଙ୍କ ଗୃହରେ ଅକାଳ ମୃତ୍ୟୁ ହେଉଛି, ଏସବୁ ସମସ୍ୟା ଲାଗି ରହୁଛି, ଆପଣଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ବି ହେଉଛି। ଠିକ ଅଛି। ଏବଂ ପିତୃପୁରୁଷ ଅଶାନ୍ତ ଅଛନ୍ତି, ସେମାନଙ୍କ ପାଇଁ ବି ହେଉଛି। ଠିକ ଅଛି। ଏଇ ମନ୍ତ୍ରଟା ଜପ କରନ୍ତୁ ଆପଣ। ଠିକ ଅଛି।